ବିଲେଇ ଦେଖି ଅଟକନ୍ତି କାହିଁକି? ଗୋଟିଏ ସୁନ୍ଦର ଗାଁ ଥିଲା। ଗାଁଟିର ନାମ ସୁନାପୁର। ଗାଁଟି ଚାରିପଟେ ସବୁଜ ଧାନ କ୍ଷେତ, ନଡ଼ିଆ ଗଛ, ଆମ୍ବ ଗଛ ଓ ପୋଖରୀରେ ଭରିଥିଲା। ସକାଳ ହେଲେ କୁକୁଡ଼ା ଡାକୁଥିଲା, ଗାଈ ହମ୍ବାରଡ଼ି ଦେଉଥିଲା ଓ ଗାଁର ପିଲାମାନେ ଖେଳିବାକୁ ବାହାରି ପଡ଼ୁଥିଲେ। କିନ୍ତୁ ସେହି ଗାଁରେ ଗୋଟିଏ ଅଜବ ନିୟମ ଥିଲା। ଯଦି କେହି ରାସ୍ତାରେ ଯାଉଥିବା ବେଳେ ବିଲେଇକୁ ଦେଖୁଥିଲେ, ବିଶେଷ କରି ବିଲେଇ ରାସ୍ତା କାଟିଦେଲେ, ତେବେ ସେ ତୁରନ୍ତ ଅଟକି ଯାଉଥିଲା। ଗାଁର ବୁଢ଼ା ଲୋକମାନେ କହୁଥିଲେ, ବିଲେଇ ରାସ୍ତା କାଟିଲେ ଟିକିଏ ଅପେକ୍ଷା କର, ନହେଲେ କାମ ଖରାପ ହୋଇଯିବ। ଏହି କଥା ଏତେ ପ୍ରଚଳିତ ଥିଲା ଯେ ଗାଁରେ କେହି ବିଲେଇକୁ ଦେଖିଲେ ତାର ଆଗକୁ ଯିବା ବନ୍ଦ। ସେହି ଗାଁରେ ଗୋଟିଏ ଛୋଟ ଧଳା ଓ କଳା ବିଲେଇ ଥିଲା। ତାର ନାମ ଥିଲା ଟୁନି। ଟୁନି ବହୁତ ନିରୀହ ବିଲେଇ ଥିଲା। ସେ କାହାର କ୍ଷତି କରୁନଥିଲା। ମୂଷା ଧରିବା, କ୍ଷୀର ପିଇବା ଓ ଗଛ ତଳେ ଶୋଇବା, ଏହା ଥିଲା ତାର ଦୈନିକ କାମ। କିନ୍ତୁ ଗାଁ ଲୋକଙ୍କର ଭୟରେ ସେ ନିଜେ ବହୁତ ଅସୁବିଧାରେ ପଡ଼ିଯାଇଥିଲା। ଦିନେ ଟୁନି ରାସ୍ତା ପାର ହେଉଥିଲା। ଗୋଟିଏ ଲୋକ ତାକୁ ଦେଖି ହଠାତ୍ ଅଟକିଗଲା। ହାୟ ହାୟ ବିଲେଇ! ସେ ତୁରନ୍ତ ପଛକୁ ଘୁଞ୍ଚିଗଲା। ଟୁନି ଭାବିଲା, ମୁଁ କ'ଣ କଲି? ମୁଁ ତ କେବଳ ରାସ୍ତା ପାର ହେଉଥିଲି। ଆଉ ଦିନେ ଜଣେ ମହିଳା ତାକୁ ଦେଖି ଅଟକିଗଲେ। ଆଜି ମୋର କାମ ହେବ ନାହିଁ। ଟୁନି ମନେ ମନେ କହିଲା, ମୋତେ ଦେଖିଲେ ଯଦି ସମସ୍ତଙ୍କ କାମ ଖରାପ ହୁଏ, ତେବେ ମୁଁ ଆଜିଠାରୁ ଗାଁ ଛାଡ଼ିଦେବି କି? ଏହା ଭାବି ସେ ଦୁଃଖୀ ହୋଇଗଲା। ସେହି ଗାଁରେ ରଘୁ ନାମର ଜଣେ ଚାଷୀ ରହୁଥିଲା। ରଘୁ ବହୁତ ହସମୁଖ ଓ ବୁଦ୍ଧିମାନ ଥିଲା। ସେ କୌଣସି କଥାକୁ ନ ବୁଝି ମାନୁନଥିଲା। ଦିନେ ରଘୁ ହାଟକୁ ଯାଉଥିଲା। ତା ହାତରେ ଥିଲା ଏକ ବଡ଼ ଝୁଡ଼ି। ହଠାତ୍ ଟୁନି ଦୌଡ଼ି ଆସି ତା ଆଗରେ ରାସ୍ତା କାଟିଦେଲା। ପଛରୁ ଆସୁଥିବା ହରି ଚିତ୍କାର କଲା, ରଘୁ ରଘୁ ଅଟକ! ରଘୁ ଅଟକିଲା ନାହିଁ। ହରି ଦୌଡ଼ି ଆସି କହିଲା, ତୁ ଦେଖିଲୁନି, ବିଲେଇ ରାସ୍ତା କାଟିଲା। ରଘୁ କହିଲା, ଦେଖିଲି। ତାହେଲେ ଅଟକିଲୁ ନାହିଁ କାହିଁକି? ରଘୁ ହସି କହିଲା, ବିଲେଇଟା ମୋତେ ରାସ୍ତା ଅଟକାଇବାକୁ ଆସିନଥିଲା। ସେ ନିଜେ ରାସ୍ତା ପାର ହେଉଥିଲା। ମୁଁ ହାଟକୁ ଯାଉଛି। ଆମ ଦୁହିଁଙ୍କର କାମ ଅଲଗା। ହରି କହିଲା, କିନ୍ତୁ ଯଦି ଅଶୁଭ ହୁଏ? ରଘୁ ହସି କହିଲା, ତାହେଲେ ଆଜି ଦେଖିବା। ବିଲେଇ ରାସ୍ତା କାଟିଲା ପରେ ମୋ ସହ କ'ଣ ହୁଏ? ଦୁହେଁ ହାଟକୁ ଗଲେ। ସେଠାରେ ରଘୁ
ତାର ସମସ୍ତ ଜିନିଷ ଭଲ ଦାମରେ ବିକ୍ରି କଲା। ହରି ଆଶ୍ଚର୍ଯ୍ୟ ହୋଇ କହିଲା, ଆରେ କିଛି ଖରାପ ହେଲା ନାହିଁ। ରଘୁ ହସି କହିଲା, ବିଲେଇଟା ବୋଧହୁଏ ମୋର ଭାଗ୍ୟ ନେଇ ଆସିଥିଲା। ଦୁହେଁ ହସି ହସି ଘରକୁ ଫେରିଲେ। ଗାଁରେ ଜଣେ ବୃଦ୍ଧ ପଣ୍ଡିତ ଥିଲେ। ତାଙ୍କ ନାମ ଗୋପାଳ ପଣ୍ଡିତ। ସେ ମଧ୍ୟ ବିଲେଇ ରାସ୍ତା କାଟିଲେ ଅଟକି ଯାଉଥିଲେ। ରଘୁ ଦିନେ ପଣ୍ଡିତଙ୍କୁ କହିଲା, ପଣ୍ଡିତେ, ଆପଣ ଗୋଟିଏ ପରୀକ୍ଷା କରନ୍ତୁ। ପଣ୍ଡିତ ପଚାରିଲେ, କେଉଁ ପରୀକ୍ଷା? ରଘୁ କହିଲା, ଆପଣ ଆଜି ମୋ ସହ ଚାଲନ୍ତୁ। ଯଦି ବିଲେଇ ଆମ ଆଗରେ ରାସ୍ତା କାଟେ ଆମେ ଅଟକିବା ନାହିଁ। ପଣ୍ଡିତ ଭୟରେ କହିଲେ, ନା ନା, ଏହା କଲେ ମୋର କ'ଣ ହେବ କି ଜାଣି? ରଘୁ କହିଲା, ତାହେଲେ ଆପଣଙ୍କ ଘରେ ବସିଥିଲେ କ'ଣ ହେବ? ପଣ୍ଡିତ କିଛି ସମୟ ଭାବି କହିଲେ, ଚାଲ ଦେଖିବା। ସେମାନେ ଚାଲିଲେ। କିଛି ଦୂର ଯିବା ପରେ ଟୁନି ପୁଣି ରାସ୍ତା କାଟିଲା। ପଣ୍ଡିତ ହଠାତ୍ ଅଟକିଗଲେ। ରଘୁ କହିଲା, ପଣ୍ଡିତେ, ଆପଣ ତ ପରୀକ୍ଷା କରିବେ କହିଥିଲେ। ପଣ୍ଡିତ ଲଜ୍ଜା ପାଇ କହିଲେ, ଆରେ ମୋ ପାଦ ନିଜେ ଅଟକିଗଲା। ରଘୁ ହସି କହିଲା, ତାହେଲେ ବିଲେଇ ନୁହେଁ, ଆପଣଙ୍କ ଭୟ ଆପଣଙ୍କୁ ଅଟକାଇଲା। ଏହା ଶୁଣି ସମସ୍ତେ ହସି ପକାଇଲେ। ଟୁନି ସବୁ କଥା ଶୁଣିଥିଲା। ସେ ଭାବିଲା, ଏମାନେ ମୋତେ ଦେଖି ଅଟକୁଛନ୍ତି, ତେବେ ମୁଁ ଏହି ଭୟକୁ ମଜାରେ ପରିଣତ କରିଦେବି। ପରଦିନ ସକାଳେ ଟୁନି ରାସ୍ତା ମଝିରେ ବସିଗଲା। ଗୋଟିଏ ଲୋକ ଆସିଲା। ଟୁନି ତାକୁ ଦେଖି ମିଆଉ କହିଲା। ଲୋକଟି ଅଟକିଗଲା। ଟୁନି ପୁଣି ମିଆଉ କହିଲା। ଲୋକଟି କହିଲା, ଆଜି ମୋର କାମ ଗଲା। ପଛରୁ ରଘୁ ଆସି କହିଲା, କାମ ଯିବ ନାହିଁ, କିନ୍ତୁ ଯଦି ଆପଣ ଏଠି 2 ଘଣ୍ଟା ଠିଆ ହୋଇ ରହିବେ ତେବେ ନିଶ୍ଚୟ ଆପଣଙ୍କ କାମ ବିଳମ୍ବ ହେବ। ଲୋକଟି ହସିଦେଲା। ସେହି ଦିନଠାରୁ ଗାଁର ଅନେକ ଲୋକ ବୁଝିଗଲେ ଯେ ଅଟକି ରହିବାରୁ ହିଁ କାମ ବିଳମ୍ବ ହୁଏ। ଶେଷରେ ବଦଳିଗଲା ଗାଁ। କିଛି ଦିନ ପରେ ସୁନାପୁର ଗାଁରେ ଆଉ କେହି ବିଲେଇକୁ ଦେଖି ଭୟରେ ଅଟକୁ ନଥିଲେ। ବରଂ କେହି ବିଲେଇ ରାସ୍ତା କାଟିଲେ ଲୋକେ କହୁଥିଲେ, ଟୁନି, ତୁ ତ ବାଟରେ ଯା, ଆମେ ଆମ ବାଟରେ ଯାଉ। ଟୁନି ଖୁସି ହୋଇ ମିଆଉ କରି ଚାଲି ଯାଉଥିଲା। ଗାଁର ପଣ୍ଡିତ ଗୋପାଳ ମଧ୍ୟ ଏବେ ବିଲେଇକୁ ଦେଖି ଅଟକୁ ନଥିଲେ। ଦିନେ ରଘୁ ପଚାରିଲା, ପଣ୍ଡିତେ, ଏବେ ବିଲେଇକୁ ଦେଖିଲେ କ'ଣ କରନ୍ତି? ପଣ୍ଡିତ ହସି କହିଲେ, ଆଗରୁ ଅଟକୁଥିଲି, ଏବେ ବିଲେଇକୁ ଦେଖି କହେ, ଭାଇ, ତୁ ଆଗକୁ ଯାଅ, ମୋର ମଧ୍ୟ ଜରୁରୀ କାମ ଅଛି।
ସମସ୍ତେ ହସି ଉଠିଲେ। ଟୁନି ମଧ୍ୟ ଦୂରରୁ ମିଆଉଁ କରି କହିଲା, ଏବେ ତ ମୋତେ ଦେଖି କେହି ଅଟକୁ ନାହାନ୍ତି। ସେହି ଦିନଠାରୁ ସୁନାପୁରରେ ଗୋଟିଏ ନୂଆ କଥା ପ୍ରଚଳିତ ହେଲା। ରାସ୍ତାରେ ବିଲେଇ ଆସିଲେ ଅଟକିବା ନୁହେଁ, ନିଜ ବୁଦ୍ଧିରେ ଆଗକୁ ବଢ଼ିବା। ଏହି କାହାଣୀ ଆମକୁ ଶିଖାଏ ଯେ କେବଳ ପୁରୁଣା କଥା ଶୁଣି କୌଣସି କଥାକୁ ସତ ବୋଲି ମାନିବା ଉଚିତ ନୁହେଁ। ଭଲ ମନ୍ଦ ନିର୍ଣ୍ଣୟ କରିବା ପୂର୍ବରୁ ନିଜ ବୁଦ୍ଧିରେ ଭାବିବା ଦରକାର। ବିଲେଇ ରାସ୍ତା କାଟିଲେ ଆମର ଭାଗ୍ୟ ବଦଳେ ନାହିଁ। ଆମର ସଫଳତା ଆମର ପରିଶ୍ରମ, ସାହସ, ବୁଦ୍ଧି ଓ ଭଲ କାମ ଉପରେ ନିର୍ଭର କରେ। ଭୟକୁ ନୁହେଁ, ବୁଦ୍ଧିକୁ ଆଗରେ ରଖି ଚାଲିଲେ ଜୀବନର ରାସ୍ତା ସହଜ ହୋଇଯାଏ। ଧନ୍ୟବାଦ।